ପ୍ରଶ୍ନ ପଚାରିଛି। କଣ ପଚାରିଛି? ମୁଁ କହିଛି 18 ବିଦ୍ୟା, ଅଷ୍ଟାଦଶ ବିଦ୍ୟା ଆଉ 14 ବିଦ୍ୟା କହିବ। 18 ଭିତରେ ନଥିବ। ଏ 18 ଭିତରେ ନଥିବ। ଆଉ ଶିବଙ୍କ ଗଳାରେ କଣ ପଡେ? ବାସୁକି ନା ନାଗେନ୍ଦ୍ର ହାରାୟ ତ୍ରିଲୋଚନ ନା ବାସୁକି କଣ୍ଠ? କଲା ମଙ୍ଗଳାଚରଣ ରୂପକ ଶ୍ଲୋକଟିଏ ପାଠ କରିଛି। ବହି ହେଉଛି ସଂସ୍କୃତ ଶ୍ରୀମଦ ଭାଗବତ ତୃତୀୟ ସ୍କନ୍ଦ 15 ନମ୍ବର ଶ୍ଲୋକ। କବି କହିଲେ ଦେବାୟମ୍ ତସ୍ମୈ ନମଃ। ଦେବାୟ ଦେବ ଶବ୍ଦର ଚତୁର୍ଥୀ ବିଭକ୍ତି ଏକ ବଚନ। ଦେବାୟ ବୋଲନ୍ତେ ଦେବତାଙ୍କୁ, ଆଜ୍ଞା ଆଜ୍ଞା। ତସ୍ମୈ ବୋଲନ୍ତେ ସେହି ଦେବତାଙ୍କୁ, ନମଃ ବୋଲେ ମୁଁ ନମସ୍କାର କରିବାକୁ ଯାଉଛି। ନା କୋଉ ଦେବତାଙ୍କୁ ନମସ୍କାର କରିବାକୁ ଯିବି? ଏଇ ମାଟିର ପୁଅ, ଏଇ ପୁରୀ ନୟାଗଡ଼ ମାଟିର ପୁଅ। ଆପଣ ମାନଙ୍କର କବି ହେଲେ ଯଦୁମଣି ମହାପାତ୍ର। ଧାଡ଼ିଏ ପ୍ରମାଣ କଲେ ବୋଲେ ଅଘାରି ଅମ୍ଭିକି ଅମ୍ବୁଜ କରି, ଅଘାଡ଼ି ଅଙ୍ଘିକି ଅମ୍ବୁଜ କରି, ଅଘାରି ଅମ୍ଭିକି ଅମ୍ବୁଜ କରି, ଅଘାଡ଼ି ଅଙ୍ଘିକି ଅମ୍ବୁଜ କରି, ବିବରିବାର ଛବି ଚାତୁରେ ଛବି ବନେଇବାର ଛବି ଚାତୁରେ, ନିରଞ୍ଜିତ ଗାରି ସରପଇନ, ନିରନ୍ତି ଦର୍ପ ସାଏ ସର୍ପଇନ, ପୁର କଣ୍ଠ ସହସ୍ର ବଦନରେ କାହା କୀର୍ତ୍ତି ଗୁଣ ଗାଇରେ, ତାହା କୀର୍ତ୍ତି ଗୁଣ ଗାଇ। ସନାତନ ଦାସ ଗୋଟିଏ ଧାଡ଼ି ସଦାବେଳେ କହିଛି, ମୋ ଆଖିରେ ଲୁହ ଦେନି, ଭାବନା ମୁଁ ଜାନୁ ହରା, ହୋଇଛି ଦୁର୍ବଳ, ଭାଷା ଗୋଳମାଳ ହେଲେ ହେବି ମୁଁ ପ୍ରବଳ, ଭାଷା ଗୋଳମାଳ ହେଲେ ହେବେ ମୁଁ ପ୍ରବଳ, ଗୋଳମାଳ ହେଲେ ହେବେ ମୁଁ ପ୍ରବଳ। ସାରା ଓଡ଼ିଶାରେ ପ୍ରଚାରିତ ହେଇଗଲା ନୃସିଂହତା ମରିଯାଇଛି। ଗୋଟାଏ ଲୋକ ଦେହରେ ଅତି ବେଶୀ ଦିନ ହେଲେ ଭେଣ୍ଟିଲେଟରଟା 5 ଦିନ କି 6 ଦିନ ରହିବ, ତାପରେ ସେ ବଞ୍ଚିବ। କିନ୍ତୁ ଏ ଭଗବତୀ ଦୟାରେ 18 ଦିନ ଭେଣ୍ଟିଲେଟର ଲାଗିଲା ମୋ ମୁହଁରେ, ତଥାପି ମୁଁ ବଞ୍ଚିଛି। ଦଳ ନାହିଁ। ପାଳିଆ ମାନଙ୍କୁ ମନା କରିଦେଲି, କହିଲି ବାବୁରେ ଡାକ୍ତର କହିଛି 6 ମାସ ସଙ୍ଗେ ପାଲା ଗାଇବନି, ତମେ କେମିତି ବଞ୍ଚିବ? ତମେ ଯୋଉ ଗାୟକ ପାଖକୁ ଚାହୁଁଛ ସେମାନଙ୍କ ପାଖକୁ ଯାଇକି 2 ଟଙ୍କା ରୋଜଗାର କରିକି ତମ ପରିବାର ପୋଷ। ମୋର ପାଲା ଗାଇବା ଦରକାର ନାହିଁ, ମୁଁ ବି ମଧ୍ୟ ପାଲା ଗାଇନି। ଏ ଗାଲୁଆ ମଣିଷ ମତେ ଏତେ ଭଲ ପାଇଲା ବୋଲି ମୁଁ ଏଠିକି ଆସିଛି, ଆଉ ବେଶୀ ତ ପାଲା ଗାଇବିନି। ମନେ ରଖ ସନାତନ ଦାସ, ଆର ବର୍ଷଠୁ ଝୁରି ହବ। କାହିଁକି ନା ଏଇ ବର୍ଷ ମୋ ପାଲା ଜୀବନର ଶେଷ ଇତିହାସ। ଆସନ୍ତା ବର୍ଷଠୁ ମୁଁ ଆଉ ଚାମର ହାତରେ ଧରିବି ନାହିଁ। ଏଇ ବର୍ଷ କେବଳ ଆଉ ରହିଲା ଦୋଳ ବେଦୀ ପୁରୀ 7 ରାତି, ଜଟଣୀ ନିରଞ୍ଜନପୁର 12 ରାତି, ଏଇ ଯୋଉ 10-30 ରାତି ଅଛି, ଭଗବତୀ ମତେ କେମିତି ବଞ୍ଚେଇ ଥାଉ, ମୁଁ ଏ 10-30 ରାତି ଗାଇଦିଏ। କଣ କହିଲ? ବିଦ୍ୟା ହେଲା 32 ଗାୟକ 32 ବିଦ୍ୟା କହିବୁ। ମୁଁ କଣ ତମ ଘର ଚାକର? ମୁଁ କାଲି ଯୋଉଠୁ ଛାଡିକି ଗଲି କଣ ଶ୍ରୋତା ମାନେ ବସିଛନ୍ତି ଜାଣିନାହାନ୍ତି? 2-2ଟା ଚ୍ୟାନେଲ ଲାଗିଛି, ଯଦି ଲଗାଯିବ ପଚରା ଯିବ, ତମ ନାଁ ପଚାରିଲେ ଆସିବ। ମତେ ଅନୁଷ୍ଠାନ କାଲି କହିଲା ଇନ୍ଦ୍ରଜିତ ବଦ୍ଧ ହବ।
ଆଜ୍ଞା ହେଇଛି ନା ନାଇଁ ହେଇନି? ଆଚ୍ଛା ଯୋଉଠୁ ଛାଡ଼ିକି ଗଲି ହେଲା ଘଣ୍ଟାଟେ ଯାଇନି ପାଲା ଛାଡ଼ିକି ବସା ଘରକୁ ପଳେଇଲୁ। ତମେ ମତେ ପ୍ରଶ୍ନ ପଚାରିବ, ତମ ଉତ୍ତର ମୁଁ କାହିଁକି ଦେବି? ତଥାପି ମୁଁ ଦଉଛି ଆଗ ଉତ୍ତର ନିଅ, କାରଣ କାଳେ ଖାଇକି ଶୋଇ ପଡିବ, ତମର ମନେ ପଡିବ ନାହିଁ। ତମେ କହିଦେଲ ବିଦ୍ୟା ହଉଛି ଅଷ୍ଟାଦଶ, 32 ବିଦ୍ୟା ନା କହିବ। ବହି ନା କହୁଛି, ବହି ହେଲା ରାଘବ ପାଣ୍ଡବିୟମ। କବି ହେଲେ ବିଶ୍ୱନାଥ କବିରାଜ। আচ্ছা লেখিলে বিদ্যা জগতরে 32টা বিদ্যা। সে 32টা বিদ্যা কোন টিকে শুনি নিবাগ উত্তর নেই যা। কলা ত্রয়ীজা রম্যা অঙ্গ গুণ স্ফুট ষড়ভিজ্ঞ কাম তত্ত্ব মোক্ষ তত্ত্ব পতঞ্জলি সাক্ষী ত্রিংশ বিদ্যা ত্রিংশর দেশু। তোমার কাম কিছু নাই, একা মাধিয়া 32 পট, একা নৃসিংহটা যদি হব 1000 ইয়ে ভজন পাଳିଆଠୁ ଆରମ୍ଭ କରିକି ଯେତେ ଆଣିକି ନଚେଇବ ଏ ଧୁଡୁକି ନାଚ ନାଚିବ। ପାଲା ବିଷୟରେ ୟାର ଜ୍ଞାନ ନାହିଁ, ରାତି ଯାକ ଖାଲି ଭଜନ 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 ଚାଲିଲା। ଏଇଟା କୋଉ ଅଞ୍ଚଳ ଆଗ ବୁଝିବାକୁ ପଡିବ। ଏ ପରା ପୁରୀ ଅଞ୍ଚଳ, ଏଠି ବିଦ୍ୟା ଦରକାର। ବିଦ୍ୟା ପାଠ ଯଦି ନଦେଲ ତମକୁ କେହି ପଚାରିବେନି। না না আর রাত্রি যাক ভজন কোন গাউছ? বিদ্যা হচ্ছে 32টা। কেমিতি না ত্রয়ী যা রম্যা অঙ্গ গুণস্ফুট। ত্রয়ী বেদ ত্রয়ী, রূপ যজু শ্যাম। যা রম্যা যাঠু জন্ম হেলে এ 3টা বিদ্যারু ଆଉ ଗୋଟେ ବିଦ୍ୟା ଜନ୍ମ ହେଲା, ଗୋଟେ ବେଦ ଜନ୍ମ ହେଲା। ତା ନାଁଟା ହେଲା ଅଥର୍ବ ବେଦ। ତ୍ରୟୀଜା ରମ୍ୟା ଅଙ୍ଗ ଗୁଣ ସ୍ଫୁଟ। ଏ ବେଦରୁ 6ଟା ଅଙ୍ଗ ସୃଷ୍ଟି ହେଲା। ଆଜ୍ଞା ଶିକ୍ଷା ନିରୁକ୍ତ ବ୍ୟାକରଣ ଶାସ୍ତ୍ର। সরিগলা তম বিদ্যা 32 বিদ্যা। অঙ্গ হলা 6, গুণ হলা 8, বেদ হলা 4, শিক্ষা আজ্ঞা নিরুক্ত হ্যাঁ ব্যাকরণ আচ্ছা ধী হ্যাঁ বিদ্যা হ্যাঁ শক্তি আচ্ছা অক্রোধ হ্যাঁ কাম তত্ত্ব আজ্ঞা লোক তত্ত্ব হ্যাঁ মুখ্য তত্ত্ব। লাগিয়া 32। ମୁଁ କହୁଛି ବିଦ୍ୟା 32 ନୁହଁ 64। ବଳ ନାହିଁ ଦେହରେ ଅନୁଷ୍ଠାନକୁ ବାରମ୍ବାର କହିଲେଣି, ପିଲେ ମତେ ବିଦା କରିଦିଅ। କାହିଁକି ନା ମୁଁ ଠିଆ ହବା ଗାୟକ ନୁହଁ। ସାରା ଓଡ଼ିଶା ଜାଣିଛି ନୃସିଂହ ତା ଚଳଚଞ୍ଚଳ ଗାୟକ। ମତେ କଷ୍ଟ ଲାଗୁଛି, ମତେ ଭଲ ଲାଗୁନି। ଆଉ ଯଦି କାଲି ରହେ ମୁଁ ତମକୁ ଚ୍ୟାଲେଞ୍ଜ ମାରି କହୁଛି, ବିଦ୍ୟା 32 ନୁହଁ, ବିଦ୍ୟା ହଉଛି 64ଟା। ଦେଇପାରିବ ପ୍ରମାଣ? ମୁଁ ଜାଣିବି ତମେ ପ୍ରକୃତ ପାଲାବାଲା। ଭଜନ ଗାଇବା ଗାୟକ, ତମ ଭଳିଆ ଗାୟକ ନୃସିଂହତା ପାଖରେ ଭଜନ ପାଳିଆ ରହିବା ଉଚିତ। ବ୍ରାହ୍ମଣ କାବ୍ୟଟିକୁ ଆରମ୍ଭ କଲ ଶ୍ରୀମଦ ଭାଗବତରୁ। ଯେତୋଟି ପିଲା ଜନ୍ମ ହଉଛନ୍ତି, କେତୋଟି ପିଲା? କେତୋଟି? ନା 8।
8ଟା ପିଲା ଜନ୍ମ ହେଲେ ହଁ ବ୍ରାହ୍ମଣୀର ସବୁ ପିଲା ମରି ଯାଉଛନ୍ତି। ହଁ ହଁ କାନ୍ଦୁଛି ବ୍ରାହ୍ମଣ ହଁ କହିଲା ପାଣ୍ଡବ ପ୍ରିୟ ଦଣ୍ଡୁ চকি দোষে পাণ্ডব প্রিয় দণ্ড চকি দোষে দণ্ডকো কথা মত দিছে দণ্ডকো কথা মত দিছে ছইলে আপন দণ্ড মৈত্র ছড়ে আপন ଆଜି ମାନେ ମୁଁ ଆପଣଙ୍କ ସମୟ ନଷ୍ଟ କରିବାକୁ ଚାହୁଁନି। କେତେ ସମୟ ମୂଲ୍ୟବାନ ସମୟକୁ ନଷ୍ଟ କରି ଆପଣମାନେ ଆସିଛନ୍ତି ଦୀପତ ପାଲା ଶୁଣିବେ ଗାୟକ କ'ଣ ଦୀପତ କହିବ ଆମେ ଶୁଣିବୁ। କିନ୍ତୁ ମୁଁ ଗୋଟେ ଧାଡ଼ିଟିଏ ପଚାରିବି ଆପଣମାନେ ଉତ୍ତର ଦେବେ। ଯେଉଁ ଆର ଗାୟକଟି ପାଲା ଗାଉଥିଲା ପେଣ୍ଡାଲ ଉପରେ ସେ ଗାଇଲା ବେଳେ ଗୋଟେ ଭଜନ ପାଳିଆ ଭଳିଆ ପାଲାଟା ଲାଗୁଥିଲା ନା ଗୋଟେ ଗାୟକ ତଣ୍ଟି ତାର ଅଛି? ଆପଣମାନେ ନିଜେ ବିଚାର କରନ୍ତୁ। ତାର ଗାୟକ ତଣ୍ଟି ଅଛି? କାଲିଠୁ ସନା ଦାସ ମୋ ପାଖରେ ଭଜନ ପାଳିଆ ହେଇକି ରହ, ରାତିକେ 1800 ଟଙ୍କା ଲେଖେ ଦେବି। କାନ୍ଦୁଛି କିଏ ନା ବ୍ରାହ୍ମଣୀ। 8ଟା ପିଲା ମରିଗଲେଣି। ବ୍ରାହ୍ମଣ କହିଲା ପ୍ରଭୁ ଏଇ ଦଶା ତତେ ଡାକି ଡାକି କଣ ଏଇ ଦଶା ପାଇବି? এই দশা পাইলি ଗୋଟିଏ ପିଲା ମୋ ଗର୍ଭରେ ରହୁନାହାନ୍ତି, ମୋ ସନ୍ତାନଟିଏ ଜନ୍ମ ହେଇକି କେହି ବଞ୍ଚୁନାହାନ୍ତି, ସବୁ ମରି ଯାଉଛନ୍ତି। ହେ କୃଷ୍ଣ ତତେ ଧିକାର, ମୁଁ ତତେ ଧିକାର କରୁଛି। ভিকার করুছি ଇଏ ତ ଜ୍ଞାନୀ ଅଞ୍ଚଳ। ଗୋଟିଏ ପଦ ମଞ୍ଚ ଉପରେ ଗାଇଲ, କୃଷ୍ଣକୁ ଗାଳି କଲା ଦଳିତାନ ଜନ ପ୍ରକାର ପ୍ରତୀକ ରୁଚିର ତର ଗୋକୁଳା କୁଳାବତାର ଆୟୁଧ ବେଣୁ। ଆଚ୍ଛା ଦେଖିବା ଆପଣମାନେ କହିଲେ ଏଠି ତ ମୋ ସୁଦର୍ଶନ ବାପା ଅଛନ୍ତି। ଆଚ୍ଛା ଏଠି କୃଷ୍ଣର ନିନ୍ଦା ହେଇଛି ନା ଏ ପଦରେ କୃଷ୍ଣର ପ୍ରଶଂସା ହେଇଛି? ସେ କହିଲେ ଦଳିତାନ ଜନ ପ୍ରକାର, ଅଞ୍ଜନ ବୋଲେ କଳା, ଦଳିତ କଳାକୁ ନେଡ଼ିରେ ଟିକେ ପକେଇଦବା, ପାପୁଲିରେ ଦଳିଦବା, କଣ ହବ ନା ଚିକଣ କଳା। କୃଷ୍ଣର ରଙ୍ଗ ହଉଛି ଚିକଣ କାଳିଆ। କୃଷ୍ଣ କାହିଁକି କଳା? କାହିଁକି? ରାଧା ଦିନେ ପଚାରିଲେ, କହିଲେ ମୁଁ ତ ଗୋରୀ, ତମେ ତ କଳା କାହିଁକି ହେଲ? ନା ତମେ ବୁଝିପାରିବନି ମୁଁ କାହିଁକି କଳା ହେଇଛି। ମୁଁ କାହିଁକି ଜଗନ୍ନାଥ ହେଇକି କାଳିଆ ହେଇକି ବଡ ଦେଉଳ ଭିତରେ ବସିଛି ତମେ ବୁଝିପାରିବନି। ନା ମାନେ ନା ତମେ ହଉଛ ଧଳା, ଧଳା ବୋଲେ ଲାଇଟ, ଆଲୁଅ। ଏ ମଞ୍ଚ ବର୍ତ୍ତମାନ ଚାଲିଛି, ଆଲୁଅ ଜଳୁଛି। ଏ ଆଲୁଅରେ ମୁଁ ଆପଣ ମାନଙ୍କୁ ଦେଖିପାରୁଛି। ଆଚ୍ଛା ଏ ଆଲୁଅ ଯୋଉଠିକି ନ ପାଉଛି, ଅନ୍ଧାର ହେଇଛି, ସେଠି କଣ ଲୋକମାନେ ବସିକି ପାଲା ଶୁଣୁନାହାନ୍ତି? ଆଚ୍ଛା ସେମାନଙ୍କୁ କଣ ମୁଁ ଦେଖିପାରୁଛି? ନା 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 ଭଗବାନ କୃଷ୍ଣ କହିଲେ ରାଧା ତମେ ଧଳା, ତମେ କେବଳ ଦେଖିପାରିବ, ମୁଁ ହଉଛି କଳା। କାହିଁକି? କାହିଁକି? ନା କଳା ହଉଛି ଜଗତର ଶ୍ରେଷ୍ଠ ରଙ୍ଗ। ଏ ବିଶ୍ୱ ବ୍ରହ୍ମାଣ୍ଡରେ ଯାହା ହଉଛି ମୁଁ ନିଜେ ସବୁ ନିଜ ଆଖିରେ ଦେଖୁଛି। ଆଜ୍ଞା ମୋଠୁ ଆଉ ଦେଖିଲା ବାଲା କେହି ନାହାନ୍ତି। ନା 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 এইথিপেই ମୁଁ ହଉଛି କଳା, ତମେ ହଉଛ ଧଳା। আচ্ছা ଦଳିତା ଜନ ପ୍ରକାର ପ୍ରତୀକ ରୁଚିର ତର ଗୋକୁଳା କୁଳା ବତାର ଆୟୁଧ ବେଣୁ। ଆଚ୍ଛା କବି କଣ ଚାହିଁଥିଲେ ଗାଳି କରିପାରିନଥାନ୍ତେ? ଯଦୁମଣି ମହାପାତ୍ର କଣ କହିଲେ? କହିଲେ ଗୋକୁଳ କୂଳ ଅବତାର, ତମେ ଗୋକୁଳ କୂଳର ଅବତାର, ଆୟୁଧ ବେଣୁ।
बोले बंशी सप्तरंध्र सप्त स्वर 7 स्वर 7 उच्चाटन सियाड़ को जीवा बेल नाई जाऊनी शिरोमणि केकी पुछ रुदमणि गुंजा गुछ आज्ञा तमे केकी पुछ को ग्रहण कर ता बुपार कौन पैसा नथला से चाहिए गोटे हीरा हार पिंधि पारि नथांता आज्ञा से चाहिए कौन गोटे मुक्तार मुकुट पिंधि पारि नथांता ना से पिंधिला कौन कौन ना केकी पुछ केकी बोले मयूर नृत्य कला बेले मयूरी मयूर उच्चाटन हम जो शिखी बोलते पुछ बोले लांज तक गली पड़ो हाँ हाँ से लांज को कृष्ण निज मुंडरे धारण करती कहीं ना केकी बोलते मयूरी बंचित हम मयूर को अनेक मयूरर बिंदु जिते बेले स्खलित हम आज्ञा से खुंटी खुंटी कि नहीं खाई पिला जन्म कर आज्ञा कृष्णर पुओ अच्छी आपण कहे प्रद्युम्न अच्छी इत्यादि रुक्मिणीर पुओ अच्छी किंतु आपण संस्कृत श्रीमद भागवत को टिके भल कि तर्जमा करंतु से कृष्ण जन्मित संतान ना 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 से माने कृष्ण जन्मित संतान कि ना भगवान निराकार विष्णु चतुर्भुज हाँ हाँ जा स्त्री हूँ महालक्ष्मी माँ बोली डाकुचे ताकू माँ कहीं डाक नानी डाकिले कौन भूल लक्ष्मी की माँ कहीं डाकवा तमें माने माँ तो मानवसा गुरुवार बही पढ़ी दौच आज्ञा नमस्ते कमला मागो सागर दुलणी मागो सागर नमस्ते नमस्ते माच विष्णु पाट रानी नमस्ते को माँ 4 जन रे पाला खराब होउची आउ गोटे पालिया काली कमेई देवी कहीं की टंका देवी मो जीवन जाक खटी खटी मरलिनी पालिया मान को डाकी कौन टंका देवी जो गायकर पावर न से पालिया मान को डाकी मो देह खराब मु पड़ी मरुची मो घर को गलु मते कुंडे की कांदिलु 7000 टंका मते देई आइलु मो भाईटा केमते भल हो जाऊ नृसिंहता भल नले मु काहे गाइबी ए पेंडाल ऊपर कहूँ मु 3 जन पालिया धरिकी आइछि तोर साधारण ज्ञान नहीं कहीं तो 6 जन कही दे था 4 जन जाइछि नृसिंहता आउ गोटे पालिया नहीं जा मु पालिया 5 जन करके पालागा कहीं न था किंतु नृसिंहता मागिबनी जो दम अच्छी दाम नमस्ते कमला मागो अति दया मोती मागो दया मोती आवर जंगम गीत आदि पारू नीति आज्ञा जगत रे सृष्टिकर्ता किए सृष्टिकर्ता किए आम समस्ते कहे वेदपति ब्रह्मा पालन कर्ता किए आम कहे विष्णु विष्णु संहार कर्ता किए आम कहे शिव शिव ठाकुर आम ठीक कौचे तो अरे जगत को संसार रे सृष्टि करिछि किए ब्रह्मा ना
ବ୍ରହ୍ମା ସ୍ତ୍ରୀ ସାବିତ୍ରୀ କେନ୍ଦୁଝର ଜିଲ୍ଲା ଯଦି ଯିବେ ସେଠି ମାଇପି ମାନେ ଧାନ ବୁଣିବେ।